ଶ୍ମଶାନରୁ ଶବ ଚୋରି କେବେ ଶୁଣି ନଥିବା ଘଟଣା ଏବେ ଘଟିଛି। କିଏ ନେଉଛି ଶବ କରୁଛି କଣ? ପୋତା ଯାଇଥିବା ମୃତଦେହ ମଶାଣୀରୁ ଚୋରି ହୋଇଯାଇଛି। ପରିବାର ଲୋକ କ୍ରିୟାକର୍ମ ସାରିବା ବେଳକୁ ମଶାଣୀରେ ଆଉ ଶବ ନାହିଁ। 10 ତୁଠକୁ ଯାଇ ପୁଅ ଲଣ୍ଡା ହେଲା ବେଳକୁ ଏପଟେ ମଶାଣୀରୁ ଶବ ନେଇ ପୁରା ପରିବାରକୁ ଲଣ୍ଡା କରିଦେଇଛି ଅଜଣା ଚୋର। ଗୋଟିଏ କି ଦୁଇଟି ନୁହେଁ, ବିଗତ କିଛି ବର୍ଷ ମଧ୍ୟରେ 35ରୁ ଅଧିକ ଶବ ଚୋରି ହୋଇଯାଇଥିବା ଘଟଣା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। 2 ଦିନ ତଳେ ପୁଣି 2ଟି ଶବ ଚୋରି ହୋଇଯିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ଘଟଣାଟି ଘଟିଛି ଭଣ୍ଡାରୀପୋଖରୀ ଥାନା ମଣିନାଥପୁର ଗାଁରେ। ବୈତରଣୀ ନଦୀ କୂଳରେ ଥିବା ଗାଁ ଶ୍ମଶାନରୁ ଗତ ସୋମବାର ରାତିରେ 2ଟି ଶବ ଚୋରି ହୋଇଯାଇଛି। ଗାଁର ଗେହ୍ଲା ଦାସ ଓ ଶରଥନାଥଙ୍କ ଶବ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ଗାଁ ମଶାଣୀରୁ ଷଷ୍ଠ ଥର ପାଇଁ ଶବ ଚୋରି ହୋଇଛି। ପ୍ରାୟ 2016 ମସିହାରୁ ଆମର ସବୁଠି ଚୋରି ହେଉଛି। 10-15 ଦିନ ଗଲା ପରେ ଶବ ସଂସ୍କାର କରିସାରିଲା ପରେ 15-20 ଦିନ ଗଲା ପରେ ଶବ ଚୋରି ହେଇଯାଉଛି। ବାର ପ୍ରଶାସନ କହିଲା ପରେ ବି ପ୍ରଶାସନ ଧରି ପାରୁ ନାହିଁ। କୁକୁର ଆଣିଥିଲେ, ଏସପି ଆସିଥିଲେ, ଆଇଏସି ଆସିଥିଲେ, ସମସ୍ତେ ଆସିବା ଫଳରେ ବି ଚୋରି ଧରି ପାରୁ ନାହାନ୍ତି। ଏବେ ଗୋଟେ ରିସେଣ୍ଟ ଗୋଟେ ଆମର ଏଇ 15-20 ଦିନ ତଳେ ଶବ ପୋତା, ତାଙ୍କ ନାଁ ହେଉଛି ଗେଲୁ ଦାସ ତାର ଶବ ପୋତା ହେଇଥିଲା। ପୋଲା ହେଲା ପରେ ତା ଶବ ଏବେ ଚୋରି ହେଇଯାଇଛି। ପୋଲିସ ଆସିଥିଲେ, କିଛି ଏପର୍ଯ୍ୟନ୍ତ କିଛି ତାଙ୍କ ଉପରେ ଆକ୍ସନ କିଛି ହେଇନି। ପିତୃପୁରୁଷ ଗୋଟେ ଯେମିତି ଅପମାନ ଦେଲା ଭଳିଆ ଯୋଉ ଶବ ଚୋରି ହଉଛି, ଗୋଟେ ଅପମାନ ଦେଲା ଭଳିଆ ଆମକୁ ଲାଗୁଛି। ଯେହେତୁ ଆମ ବାପ ଶବ ମାନଙ୍କୁ ଏଠୁ ଖୋଳିକି ନେଇ ଯାଉଛନ୍ତି, ଆମେ ତାଙ୍କର ଯୋଗ୍ୟ ସନ୍ତାନ ହେଇକି ତାଙ୍କୁ ଧରି ପାରୁନୁ। ଆମ ପରମ୍ପରାକୁ ଆମେ ଜଣାଉଛୁ, ଥାନା ବିଭାଗରେ ଜଣାଉଛୁ, ଏସପିଙ୍କୁ ମଧ୍ୟ ଜଣାଉଛୁ, କିନ୍ତୁ ଆର କିଛି ଫଳପ୍ରଦ ପାଇପାରୁ ନାହୁଁ। ଆକୁ ଟିକେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇକି ଟିକେ ଠିକ ଭାବରେ ତୁଲେଇଲେ ଆମେ ଆଶା ରଖୁଛୁ ଯେ ପୁଲିସ ଧରିବ ବୋଲି, ତାହେଲେ ଆମେ ଟିକେ ଖୁସି ଅନୁଭବ କରିବୁ। ଗତ ଫେବୃଆରୀ ମାସରେ ଉକ୍ତ ମଶାଣୀରୁ ଏକକାଳୀନ 5ଟି ଶବ ଚୋରି ହୋଇଥିଲା। ଖଗେଶ୍ୱର ସାମଲ, ହାଡ଼ିବନ୍ଧୁ ବେଉରିଆ, କାଜ ନାୟକ, ସରସ୍ୱତୀ ବେହେରା ଓ କାଳନ୍ଦୀ ବେହେରାଙ୍କ ଶବକୁ ମାଟି ତଳୁ ଖୋଳି କେହି ନେଇଯାଇଥିଲେ। ଶବ ଚୋରି ଘଟଣା ପ୍ରଥମେ 2016 ମସିହାରେ ଆରମ୍ଭ ହୋଇଥିଲା। ମାଟି ଖୋଳି ଜଣେ ଶିଶୁର ଶବକୁ କେହି ଉଠାଇ ନେଇ ପଳାଇଥିଲା। ଏହା ପରେ ପରେ ବର୍ଷକ ମଧ୍ୟରେ ଆଉ 4ଟି ଶବ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। 2023 ମସିହାରେ ଗୋଟିଏ ରାତିରେ 3ଟି ଶବ ମଶାଣୀରୁ ଚୋରି ହୋଇଥିଲା। ସବୁ ଅସାମାଜିକ ଲୋକଙ୍କର ଆଡ୍ଡାସ୍ଥଳୀ ଏଠି 15 କିଲୋମିଟର ହେଉଛି ଥାନା। ଫାଣ୍ଡି ନାହିଁ, ପୋଲିସର କିଛି ପ୍ରଭାବ ନାହିଁ। ପୋଲିସ କେବଳ ଅତିଥି ଭଳିଆ ଆସନ୍ତି, ବୁଲିକିଣି ଫେର ପଳେଇ ଯାଆନ୍ତି, ତାଙ୍କ କାର୍ଯ୍ୟ ଶେଷ। ଏଥର କିନ୍ତୁ ସେ କଥା ହବ ନାହିଁ। ଯଦି ଏଥର ଶବ ଚୋରିର ପ୍ରକୃତ ରହସ୍ୟ ନ ଧରାଯାଏ, ଏସ୍ଆଇଟି ଗଠନ କରିକିଣି ତାକୁ 30 ଦିନ ଆମେ ଟାଇମ ଦଉଛୁ ପଞ୍ଚାୟତ ତରଫରୁ। ଯଦି ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନିଆହେଇକି ଯୋଉମାନେ ଶବ ଚୋରି କରୁଛନ୍ତି ତାକୁ ଧରା ନଯାଏ, ତାହେଲେ ଆମେ ଏସପି ଅଫିସ ଦ୍ୱାରେ ଧାରଣା ଦେବୁ, ଅନଶନରେ ବସିବୁ। ये गोटे दुखर विषय जे मनीष गोटे मनीष को हत्या करे, किंतु ये गोटे पिशाचिक अवस्था आसी मनीष थाई पहुँचला सबू को हत्या हो। जो गर्त जो शब पोता हो काढ़ी देकी नहीं जाऊँच, जो पचा मांस रोचे सी नदीर कि बाट से शब गात कि बाट गलापर नदी में काढ़ी खपाड़ी दौरान जहाँ अनुमान करा से हाड़टा को नहीं जाऊँच, कंकालटा को नहीं जाऊँच। तेणु किए नौ कहीं नौ ये गोटे मानने शब हत्या गोटे जमी अपराध, मनीष हत्या कले जमी अपराध। तेणुक जो लोग ये कामटा कर सी भी से अपराध सहित सामान। कारण शब हत्या किसी कम बड़ कथा नहीं, गोटे आम संस्कृति परंपरा धर्म को आघात दौर। तेबे किए एवं केउ उद्देश्य नहीं शब चोरी करुछि ता एबे समस्तंक पई मुख्य प्रश्न होइछि। गुणी गारेडी किंबा मेडिकल शिक्षार्थी व्यवहार पई केही दलाल शब चोरी करी नेउथबा संदेह करा जाउछि। पुलिस तदंत करी एथिरे संपृक्त रैकेट को धरिबा को दाबी करा जाइछि। तदंत त्वरान्वित करी एभली घटना पछर संपृक्त थिबा रैकेट को धरा जीव कहिसंती अतिरिक्त एसपी। एभली शब चोरी होतिबार पूर्व अभियोग होता, तेणु से आमर तदंत होता, किंतु से कौन प्रकार आम सिद्धांत पहुँची पार नुँ। एपण जो कहते 2-3 दिन पूर्व घटना विषय से संक्रांत आम थाना कौन अभियोग होना। तथापि जेहेतु घटना लोकलोचन को आसिला, आम निश्चित रूप तदंत करूँ कि घटना पचर अच्छी तार पुंखानुपुंख तदंत पर ही जना पड़े। यही सब के उद्देश्य चोरी होची
किए चोरी करुच्ची एवं केउथि पाई चोरी करुच्ची ताहा मध्य एबे रहस्य घरे तेबे देखा जाऊ भंडारी पोखरी पुलिस ए नहीं कि कार्यानुष्ठान नौची। भद्रक भंडारी पोखरी पार्थ साहित्य नायक, ओटीवी।